ଆସ ଏହି ଐତିହାସିକ ତଥ୍ୟଗୁଡ଼ିକ ବିଷୟରେ ଆଲୋଚନା କରିବା। 1. ଅସହଯୋଗ ଆନ୍ଦୋଳନ ବନ୍ଦ କରାଯିବା ପରେ ଭାରତୀୟ ଜାତୀୟ କଂଗ୍ରେସରେ କି ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା? ମହାତ୍ମା ଗାନ୍ଧୀ ଜନ ଆନ୍ଦୋଳନ ସ୍ଥଗିତ ରଖିବା ଯୋଗୁଁ କଂଗ୍ରେସର କିଛି ଛାମୁଆ ନେତା ଯଥା ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ଏନ୍.ସି. କେଲକାର ଏଥିରେ ଅସନ୍ତୁଷ୍ଟ ହୋଇ 1 ଜାନୁଆରୀ 1923ରେ ଏକ ରାଜନୈତିକ ଦଳ ଗଠନ କରିଥିଲେ, ଯାହାର ନାମ ଥିଲା ସ୍ୱରାଜ ଦଳ ବା ସ୍ୱରାଜ ପାର୍ଟି। 2. ସ୍ୱରାଜ ଦଳର ଉଦ୍ଦେଶ୍ୟ କ'ଣ ଥିଲା? ସ୍ୱରାଜ ଦଳର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବ୍ରିଟିଶ ହୁକୁମତରୁ ଭାରତକୁ ମୁକ୍ତି କରିବା ଏବଂ ଆତ୍ମନିର୍ଭର ହେବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା, ଶାସନ ବ୍ୟବସ୍ଥାରେ ନିର୍ବାଚନ ଦ୍ୱାରା ପ୍ରବେଶ କରିବା ଏବଂ ସରକାର ନୀତିରେ ବାଧା ସୃଷ୍ଟି କରିବା। 3. 1923 ନିର୍ବାଚନରେ ସ୍ୱରାଜ ଦଳ କେତେ ଆସନ ହାସଲ କରିଥିଲେ? 145ରୁ 23 ଆସନ। ପ୍ରାଦେଶିକ ନିର୍ବାଚନରେ ଅଳ୍ପ ଆସନ ଦଖଲ କଲେ ମଧ୍ୟ କେନ୍ଦ୍ରୀୟ ବିଧାନ ପରିଷଦରେ ଏହି ଦଳ ଅଧିକ ଆସନ ଦଖଲ କରିଥିଲା। 4. କେନ୍ଦ୍ରୀୟ ବିଧାନ ପରିଷଦରେ ସ୍ୱରାଜ ପାର୍ଟି କ'ଣ ଦାବି କରିଥିଲା? ସମସ୍ତ ରାଜନୈତିକ ବନ୍ଦୀକୁ ମୁକ୍ତ କରିବା ଏବଂ ପ୍ରାଦେଶିକ ସ୍ୱତନ୍ତ୍ରତା। 5. ଚିତ୍ତରଞ୍ଜନ ଦାସଙ୍କ ମୃତ୍ୟୁ କେବେ ହୋଇଥିଲା? 1925 ଖ୍ରୀଷ୍ଟାବ୍ଦରେ। 6. ଚିତ୍ତରଞ୍ଜନ ଦାସଙ୍କ ମୃତ୍ୟୁ ପରେ ସ୍ୱରାଜ ଦଳର କି ଅବସ୍ଥା ଘଟିଥିଲା? ଦଳ ଦୁର୍ବଳ ହୋଇପଡ଼ିଥିଲା ଏବଂ ବ୍ରିଟିଶ ସରକାରଙ୍କୁ ସହଯୋଗ କରିଥିଲା। 7. ସ୍ୱରାଜ ପାର୍ଟି କେବେ ଭାଙ୍ଗି ଯାଇଥିଲା? 1926 ଖ୍ରୀଷ୍ଟାବ୍ଦରେ। ଧନ୍ୟବାଦ।